ଥର ନାହିଁ ସମ୍ପଦେ ସର୍ବେ ସଖା ବିପଦେ ନ ଦିଅନ୍ତି ଦେଖା। ସେହିଭଳିଆ ସମସ୍ତେ କାନ୍ଦୁଛନ୍ତି କିନ୍ତୁ ଲୁହ କାହା ଆଖିରେ ନାହିଁ। ନମସ୍କାର। ଆଜି ସବୁ ରାଜନୈତିକ ଦଳକୁ ପ୍ରଶ୍ନ, ଯେକୌଣସି ରାଜନୈତିକ ଦଳ ହୁଅନ୍ତୁ ନା କାହିଁକି, କଣ ଆପଣ ମାନେ ସତରେ ମନ ଦୁଃଖ ନା ରାଜନୈତିକ ମାଇଲେଜ ନ ପାଇଁ ଏସବୁ ଅଭିନୟ ଚାଲି? ସେ ସୋସିଆଲ ମିଡିଆଠୁ ନେଇ ପ୍ରତ୍ୟେକ ନ୍ୟୁଜ ଚ୍ୟାନେଲ ପର୍ଯ୍ୟନ୍ତ ସମସ୍ତଙ୍କର ଏଇ କାହାଣୀ ଶୁଣିବାକୁ ମିଳିଛି ସମୟଶ୍ରୀ ବିଶି ଭଉଣୀର। କିନ୍ତୁ ବଞ୍ଚିଥାଉ ଥାଉ କେହି ତାକୁ ସାହାଯ୍ୟ କରିପାରିଲେନି। ଆରେ ତମେ ଯୋଉ ଦୁଃଖ କରୁଛ ସେ ଦୁଃଖର ଅର୍ଥ କେତେ, ଗଭୀରତା ଆମେ ଜାଣିପାରୁଛୁ। କାହିଁକି ନା ଏ ଲୋକ ଦେଖାଣିଆ ଦୁଃଖ ଆଉ ପ୍ରକୃତ ଦୁଃଖ ତା ବାପା ମାଙ୍କୁ ଯେତେବେଳେ ତାଙ୍କୁ କଷ୍ଟ ହଉଥିବ ସେ ହିଁ ଅନୁଭବ କରିଥିବେ। ଆଉ କାହିଁକି ନା ମୋ ପରିବାର ଦୁଃଖ ମତେ ହିଁ ଜଣାପଡେ, ବାହାର ଲୋକଙ୍କୁ ଜଣା ପଡେନି, ଏଇଟା ନିଶ୍ଚିତ। ଆମେ ମାନେ ଖାଲି କଣ ଏଇ ସମବେଦନା, ଫୁଲ ତୋଡା, ଓଡିଶା ବନ୍ଦ, ଭଦ୍ରକ ବନ୍ଦ, ଏମିତି ଜିଲ୍ଲା, ରାଜ୍ୟ, ଦେଶ ଏଇ ବନ୍ଦରେ ଚାଲିଥିବା ନା ଲାଗି ପଡିକି ଆ ପାଇଁ କିଛି ଆଇନ ଆଣିବା ନା। ସରକାର ଯଦି ପାରୁନାହାନ୍ତି, ସମାଜରେ କଳଙ୍କିତ ବ୍ୟକ୍ତି, ଯୌନ ପିପାସୁ ଭଳିଆ ରାକ୍ଷସ ଥାନ୍ତି, ସେମାନେ କଣ ଜାଣନ୍ତିନି ପର ଝିଅ ବୋହୂକୁ ନଜର ପକେଇବା ପୂର୍ବରୁ ତାଙ୍କ ଘରେ ମଧ୍ୟ ଝିଅ ମା ଭଉଣୀ ଥିବେ ନା? ତାଙ୍କ ମା ଭଉଣୀ ଯାହା ଥାଏ ବାହାର ମା ଭଉଣୀଙ୍କ ପାଖରେ ଅଲଗା ଜିନିଷ ଥାଏ। ସେମାନେ ଜାଣିବା ଦରକାର କମ ସେ କମ, ଆରେ ମୋ ମା ଭଉଣୀ ମତେ ଯେମିତି ଅନ୍ୟ ମାନଙ୍କର ମା ଭଉଣୀ ସେମିତିଆ ତାଙ୍କୁ। ଏମାନେ କଣ ତାଙ୍କର ଉଦ୍ଦେଶ୍ୟ ଥାଏ ନା ଏଇ କ୍ଷଣିକ ସୁଖରେ ତାଙ୍କ ଜୀବନ ଅନ୍ଧକାରମୟ କରିଦିଅନ୍ତି। ଆଉ ଯାହା ଏବେ ସମସ୍ୟା ଓଡିଶାବାସୀଙ୍କ ସମ୍ମୁଖରେ ବଡ ଭାବିବାର ପ୍ରଶ୍ନ ଆଣିକି ଠିଆ କରିଦେଇଛି। ଏକଥା ସତ୍ୟ ଯେ ସରକାରୀ ଦଳକୁ ହରଡ ଭଡାରେ ପକେଇ ବିରୋଧୀ ଦଳ ମାଇଲେଜ ନେବାରେ ଲାଗିଛି। ଆଉ ଜାଗା ଜାଗାରେ ଆଲୋଚନା ହୁଏ, ବିଜେଡି ଦଳ ଯେତେବେଳେ ସରକାର ଥିଲା ଏମାନଙ୍କର କୌଣସି ତିଥିବାର ନକ୍ଷତ୍ର ଜନ୍ମ ତାରିଖ ଜାଣିନଥିଲା। କିନ୍ତୁ ବିଜେପି ସରକାର ଆସିଲା ପରେ ବିରୋଧୀ ଦଳ ବାଲାଙ୍କର ଜନ୍ମ ତିଥି ବାର ନକ୍ଷତ୍ର ସବୁ ଲିଷ୍ଟ କରିବାରେ ଲାଗିଛି। କାଳେ ବିଜେଡି ବାଲା ବିଜେପିରେ ସନ୍ତୁଷ୍ଟ ହେଇ ଆଉ ଆଙ୍କର ଦୁର୍ନାମକୁ ଲୋକ ସମ୍ମୁଖକୁ ଆଣିବେନି। କିନ୍ତୁ ଏ ଘଟଣାରେ ଗୋଟିଏ ଜିନିଷ ବା ଶିକ୍ଷା ମୁଁ ପାଇଲି, ବିଜେପି ସରକାର ଥାଇ ବିଜେପି କି ସମର୍ଥନ କରୁଥିବା ଲୋକ ଅନ୍ୟାୟର ପ୍ରତିବାଦ କରୁଛନ୍ତି। କିନ୍ତୁ ପୂର୍ବ ସରକାର ବା ବିଜେଡି ସରକାରରେ ଏ ସବୁ ଜିନିଷ ଦେଖିବାକୁ ମିଳୁନଥିଲା।